ସ୍ନେହ ଭିକ୍ଷୁ ହୋଟେଲ ମମତା ଏ ସହରର ଗୌରବମୟ ପ୍ରତୀକ ହୋଇ ଉଙ୍କି ମାରୁଛି। ସମ୍ରାଟଶାଳୀ ଲୋକଙ୍କର ସ୍ୱାଭିମାନର ନିର୍ଦ୍ଦେଶନ ଏଇ ହୋଟେଲ। ଆଜି ମେ ମାସର ଦ୍ୱିତୀୟ ରବିବାର। ମାତୃଦିବସର ତାତ୍ପର୍ଯ୍ୟ ଓ ମହିମା ଗାନ କରିବାକୁ ଆୟୋଜକ ମା ସଂଗଠନ ତତ୍ପର। ଏହି ସଂଗଠନ ଜରିଆରେ ଅତିଥିମାନେ ଏଠି ସମବେତ। ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡାକ୍ତର ସିଦ୍ଧାର୍ଥ ନନ୍ଦ ଆଜି ମୁଖ୍ୟ ଅତିଥି। ନିଜ ଅଭିଭାଷଣରେ ଡାକ୍ତର ସିଦ୍ଧାର୍ଥ ମା ଶବ୍ଦର ଅପୂର୍ବ ବିନ୍ୟାସ କରିଥିଲେ। ମନ୍ତ୍ରମୁଗ୍ଧ କରିଦେଇଥିଲେ ଶ୍ରୋତାମଣ୍ଡଳୀକୁ। ନିଜ ଡାକ୍ତର ଜୀବନର ସାର୍ଥକତା ବିଷୟରେ ବଖାଣିଥିଲେ। ତାଙ୍କରି ଚିକିତ୍ସାରେ ସନ୍ତାନ ଆଶା ଛାଡ଼ି ଦେଇଥିବା କେତେ ଦମ୍ପତି ସନ୍ତାନ ସୁଖ ପ୍ରାପ୍ତ ହୋଇଥିଲେ। କେତେ ମହିଳା ମାତୃତ୍ୱର ଅଧିକାରିଣୀ ହୋଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରୁଥିଲେ। ସନ୍ତାନକୁ କୋଳରେ ଧରି ମାଟିର ଭାବାବେଗକୁ ଅପୂର୍ବ ଭାବରେ ବର୍ଣ୍ଣନା କରୁଥିଲେ ଡାକ୍ତର ସିଦ୍ଧାର୍ଥ। ତୁହାକୁ ତୁହା କରତାଳିରେ ଫାଟି ପଡ଼ୁଥିଲା ହୋଟେଲ ମମତାର ବିଶାଳ ଅଡିଟୋରିୟମ। ମୁଖ୍ୟ ବକ୍ତା ତଥା ଅନ୍ୟାନ୍ୟ ଅତିଥିବୃନ୍ଦ ମାତୃଦିବସର ଅନୁଚିନ୍ତା ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ନ ରଖିବାକୁ ସବିନୟ ଅନୁରୋଧ କରୁଥିଲେ ଉପସ୍ଥିତ ଶ୍ରୋତାଙ୍କୁ ଏବଂ ପରୋକ୍ଷରେ ଆଜିକାଲିର ଆଧୁନିକ ସମାଜକୁ। ମିଟିଂ ଶେଷ ହେଲା। ବିଳାସମୟୀ ହୋଟେଲର ରୁଚିକର ଖାଦ୍ୟକୁ ଖୁବ୍ ଉପଭୋଗ କରୁଥିଲେ ନିମନ୍ତ୍ରିତ ଅତିଥିମାନେ। ଡାକ୍ତର ସିଦ୍ଧାର୍ଥ ହୋଟେଲର ସାଜସଜ୍ଜା ଦେଖୁ ଦେଖୁ ଆସି ପହଞ୍ଚିଗଲେ ରିସେପସନ୍ କାଉଣ୍ଟର ପାଖରେ। କାଉଣ୍ଟର ପଛପଟ କାନ୍ଥରେ ବିରାଟକାୟ ଫଟୋ ଫ୍ରେମ୍ରେ ବନ୍ଧା ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେନି। ଏ ଫଟୋ ଏଠି କେମିତି? ମନରେ ଅସମାରୀ କଳ୍ପନା, ଦ୍ୱନ୍ଦ୍ୱ। ଏଇ ହୋଟେଲ ମାଲିକଙ୍କ ମା ଏଠି ସ୍ଥାନିତ ହୋଇଛି ବୋଲି ବୁଝାଇଥିଲେ ରିସେପସନିଷ୍ଟ। ମାଲିକ ତାଙ୍କ ମାଙ୍କୁ ବହୁତ ସମ୍ମାନ ଦିଅନ୍ତି ଏବଂ ଅସୁମାରୀ ଭଲ ପାଆନ୍ତି ବୋଲି ନିଜ ତରଫରୁ ଭାବବିହ୍ୱଳ ହୋଇ କହି ପକାଇଥିଲେ ମଧ୍ୟ। ତଥାପି ମନ ମାନୁନି। ପୋଟିକରୁ ଗାଡ଼ି ବାହାର କରି ଡାକ୍ତର ସିଦ୍ଧାର୍ଥ ସିଧା ହାଜର ହେଲେ ବସୁନ୍ଧରା ବୃଦ୍ଧାଶ୍ରମରେ। ମନ ଉଦ୍ବିଗ୍ନ। ଖୋଜିଲା ଆଖି। କିଛି କାମ ଥିଲା? କାହାକୁ ଖୋଜୁଛନ୍ତି? ପଚାରିଲେ ସେଠାରେ ନୂଆ କରି ଯୋଗ ଦେଇଥିବା ପରିଚାଳକ ପ୍ରତିଭା ଦେବୀଙ୍କୁ। ସେମିତି ନାଁରେ ଏଠାରେ କୌଣସି ମହିଳା ତ ନାହାନ୍ତି। ଡାକ୍ତର ସିଦ୍ଧାର୍ଥ ନିର୍ବାକ ପ୍ରାୟ। ପୁଣି ଫେରିଲେ ହୋଟେଲ ମମତା ପାଖକୁ। ପ୍ରତିଭା ଦେବୀ ଏବେ କେଉଁଠି ଅଛନ୍ତି? ପଚାରିଲେ ସେଇ ରିସେପସନିଷ୍ଟକୁ। ହୋଟେଲର ମାଲିକ ମିଷ୍ଟର ସତ୍ୟବ୍ରତ ମିଶ୍ର ତାଙ୍କ ମାଆକୁ ନେଇ ତୀର୍ଥଯାତ୍ରାରେ ଯାଇଛନ୍ତି। ଫେରିବେ ଆଉ 5 ଦିନ ପରେ। ସୋଫାରେ ଯାଇ ଲଥ୍ କରି ବସି ପଡ଼ିଲେ ଡାକ୍ତର ସିଦ୍ଧାର୍ଥ। ପାଣି ମଗାଇ ପିଇଲା ପରେ ଟିକିଏ ସାଷ୍ଟାମ ହେଲା। ପ୍ରତିଭା ଦେବୀ ଯେ ତାଙ୍କରି ମା ଏବଂ ସତ୍ୟବ୍ରତ ମିଶ୍ର ଯେ ତାଙ୍କରି ପିଲାଦିନର ବନ୍ଧୁ ବୁଝି ସାରିଥିଲେ ସେତେବେଳକୁ। ସିଦ୍ଧାର୍ଥ ସ୍ମୃତିଚାରଣ କରୁଥିଲେ ଅତୀତକୁ। ବାପା ମା ଛେଉଣ୍ଡ ସତ୍ୟବ୍ରତ ଆସି ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ସେଇ ସ୍କୁଲରେ ହିଁ ପରିଚୟ ହୋଇଥିଲା ସେମାନଙ୍କର। ସତ୍ୟ ବିଷୟରେ ସବୁ କଥା ଜାଣି ମା ତାକୁ ନିଜ ପୁଅ ପରି ଅଯାଚିତ ଭାବରେ ଢାଳି ଦେଇଥିଲେ ମମତା। ପ୍ରତି ପର୍ବପର୍ବାଣୀରେ ସତ୍ୟ ଆମ ଘରେ ହାଜର ହୋଇଯାଉଥିଲା ମାଙ୍କ କୁହାରେ। ଭାରି ସ୍ନେହ କାଙ୍ଗାଳ ପିଲାଟିଏ ଥିଲା ସେ। ମାଙ୍କ କଥାକୁ ଖୁବ୍ ମାନୁଥିଲା ବି ସେ। ମାଟ୍ରିକ ପାସ୍ ପର୍ଯ୍ୟନ୍ତ ସତ୍ୟ ଆମ ଗାଁ ସ୍କୁଲରେ ପଢ଼ୁଥିଲା। ତାପରେ 2 ଜଣଙ୍କର ବିଚ୍ଛେଦ। ତାପରଠୁ ଥରେ 2 ଥର ସାକ୍ଷାତ ହୋଇଥିବ କି ନା ସନ୍ଦେହ। ସତ୍ୟବ୍ରତ ସହିତ ମାଙ୍କର କେମିତି ଦେଖାହେଲା ବୃଦ୍ଧାଶ୍ରମରେ। ସେ କ'ଣ ମାଙ୍କ ଖବର ରଖୁଥିଲା? ଅବା ପବିତ୍ର ହୃଦୟର ସତ୍ୟ ବୃଦ୍ଧାଶ୍ରମ ଆସି ସାହାଯ୍ୟ ସହଯୋଗ କରିବା ଭିତରେ ମାଙ୍କୁ ଆବିଷ୍କାର କରିଛି ବସୁନ୍ଧରାରେ। ମନେ ପଡ଼ିଲା ସେଦିନର କଥା। MBBS ପାଇଁ ଦୂର ସହରକୁ ପଢ଼ିବା ପାଇଁ ଯିବା ଦିନ ହଠାତ୍ ସତ୍ୟ ଆସି ପହଞ୍ଚି ଯାଇଥିଲା ଘରେ। ସାଙ୍ଗକୁ ବଧେଇ ଦେବାକୁ ଏବଂ ମାକୁ ପ୍ରବୋଧନ ଦେବାକୁ। ସେଇଦିନ ହିଁ କଥା ଛଳରେ ମା ତାଙ୍କର ତୀର୍ଥଯାତ୍ରାର ଇଚ୍ଛା ପ୍ରକାଶ କରିଥିଲେ। ସେ ପୁଣି ପୁଅ ପାଇଁ କରିଥିବା ମାନସିକ ପୂରଣ କରିବା ଅଭିପ୍ରାୟରେ। ଏମିତି ହାଲକା ଭାବରେ। ହେଲେ ତାପରଠୁ କେବେ ହେଲେ ଥରେ ସେ ବିଷୟରେ କୌଣସି କଥା ହୋଇ ନଥିଲେ। ବରଂ ପୁଅର ସଂସାରକୁ ସଜାଡ଼ି ରଖିବାକୁ ପ୍ରାଧାନ୍ୟ ଦେଇ ନିଜେ ପୁଅ ବୋହୂଙ୍କଠାରୁ ଦୂରେଇ ରହିଥିଲେ ଯାଇ ବସୁନ୍ଧରାରେ। ସତ୍ୟବ୍ରତ କ'ଣ ମନେ ରଖିଥିଲା ସେଇ ଦିନର ମାଙ୍କ କଥା? ପ୍ରକୃତିସ୍ଥ ହେଲେ ଡାକ୍ତର ସିଦ୍ଧାର୍ଥ। ଅଚାନକ ମନରେ ଭାବନାଟିଏ ଉଙ୍କି ମାରିଲା। ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ଆଜି ଅଡିଟୋରିୟମରେ ଯଦି କେହି ତାଙ୍କ ମାଙ୍କ ବିଷୟରେ ପଚାରି ଦେଇଥାନ୍ତା ସେ କେଇ ଉତ୍ତର ଦେଇଥାନ୍ତେ? ଏବେ ଯଦି କେହି ଆସି ଏମିତି ପ୍ରଶ୍ନଟିଏ ପଚାରିଦେବ? ଝାଳରେ ଜୁଡ଼ୁବୁଡ଼ୁ ହୋଇସାରିଥିଲେ ସେ। ହୋଟେଲରୁ ତୁରନ୍ତ ନିଷ୍କ୍ରାନ୍ତ ହେବାକୁ
ତତ୍ପର ହୋଇ ପଡ଼ିଲେ ସେ। ପୋର୍ଟିକ ପାଖରେ ଦେଖାହେଲେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍। ସାର୍, ଆପଣଙ୍କ ବକ୍ତବ୍ୟ ଆଜି ଖୁବ୍ ସୁନ୍ଦର ଥିଲା। ଏମିତିକା ପୁଅ ପାଇ ଆପଣଙ୍କ ମା ଖୁବ୍ ଗର୍ବ ଅନୁଭବ କରୁଥିବେ। ଧନ୍ୟବାଦରେ ଉତ୍ତର ଫେରାଇ ଗାଡ଼ି ଭିତରେ ନିଜକୁ ଲୁଚାଇବାକୁ ତୁରନ୍ତ ପ୍ରୟାସ କଲେ ଡାକ୍ତର ସିଦ୍ଧାର୍ଥ। ଗାଡ଼ି ଆଗକୁ ବଢ଼ାଇଲା ଡ୍ରାଇଭର। ଏତିକି ବେଳକୁ ତାଙ୍କ ପାଇଁ ଭିଡ଼ିଓଟିଏ ଆସିଲା ମୋବାଇଲରେ। ସେ ଭାବିଲେ, ଆଜି ମିଟିଂର ଭିଡ଼ିଓ କିଏ ବୋଧହୁଏ ପଠାଇଛି। ଡାଉନଲୋଡ଼ କଲେ ତ ଜାଣିଲେ ଭିଡ଼ିଓଟି ସତ୍ୟବ୍ରତର। କିନ୍ତୁ ତାଙ୍କ ଅନୁମାନର କିଛି ଅଂଶ ଠିକ୍। ଆଜି ମାଙ୍କ ଉପାୟରେ ସେ ଦେଇଥିବା ବକ୍ତବ୍ୟର କିଛି କ୍ଲିପ୍ ସେ ପଠାଇଥିଲା। ତୁରନ୍ତ ସେଇଟିକୁ ବନ୍ଦ କଲେ ସିଦ୍ଧାର୍ଥ। ପୁଣି ଗୋଟିଏ ଭିଡ଼ିଓ ସେଇ ସତ୍ୟବ୍ରତ ଠାରୁ ଦ୍ୱିତୀୟବଶତଃ ଡାଉନଲୋଡ଼ କଲେ ସିଦ୍ଧାର୍ଥ। ମାଙ୍କ ହସ ହସ ମୁହଁରେ ଅପୂର୍ବ ଲାବଣ୍ୟ ଖେଳୁଥିଲା ଯେମିତି। ବାପା ଯିବା ପରେ ଏମିତି ଏକ ଖୁସି ମାଙ୍କ ମୁହଁରେ କେବେ ଦେଖିନଥିଲେ ସିଦ୍ଧାର୍ଥ। ଏଥିପାଇଁ ନିଶ୍ଚୟ ସେ ହିଁ ଦାୟୀ। ମାଙ୍କ ତୀର୍ଥଯାତ୍ରାର କିଛି ଅଂଶ ବି ପଠାଇଥିଲା ସତ୍ୟ। ମାଙ୍କ ହାତ ଧରି ପାହାଚ ଚଢ଼ିବାରେ ସାହାଯ୍ୟ କରୁଥିବା ସତ୍ୟବ୍ରତ ମୁହଁରେ ଅମାୟିକ ହସ ଝଟକୁଥିଲା ସେଇ ପିଲାଦିନର ହସ ଭଳି। ତୋ ପାଇଁ କରିଥିବା ମାନସିକ ସବୁ ମାଉସୀ ପୂରଣ କରିଥିବାରୁ ଆଜି ସେ ବହୁତ ଖୁସି। ମୋତେ ବିଶ୍ୱାସ କର ସିଦ୍ଧାର୍ଥ, ମାଉସୀଙ୍କ ସାଙ୍ଗରେ ଆସିବା ଛଡ଼ା ଏ ଯାତ୍ରାରେ ମୋର ଆଉ କିଛି ଅବଦାନ ନାହିଁ। ଗୋଟିଏ ହେଲେ ବି ପଇସା ମୋତେ ଖର୍ଚ୍ଚ କରିବାକୁ ଦେଇନାହାନ୍ତି ମାଉସୀ। ସେଇ ସର୍ତ୍ତରେ ସେ ଆସିଥିଲେ। ମୁଁ ପଇସା ଖର୍ଚ୍ଚ କଲେ କାଳେ ତାଙ୍କ ପୁଅକୁ ଯେତିକି ସୌଭାଗ୍ୟ ମିଳିବା କଥା ବୋଧହୁଏ ମିଳିବ ନାହିଁ। ଏଇଟା ମୋର ଧାରଣା। ଡାକ୍ତର ସିଦ୍ଧାର୍ଥଙ୍କ ଆଖିରେ ଏବେ ଅଶ୍ରୁର ପ୍ଲାବନ। ଭାବୁଥିଲେ, ସତ୍ୟବ୍ରତ ଜାଣୁ କି ନ ଜାଣୁ, ମା ନିଶ୍ଚୟ ତା ଭଳି ପୁଅର ମଙ୍ଗଳ କାମନା କରି ଠାକୁରଙ୍କ ପାଖରେ ଗୁହାରି କରୁଥିବେ। ସ୍ନେହ ଭିକ୍ଷୁ ସତ୍ୟବ୍ରତ ପରମ ସୌଭାଗ୍ୟ ଲାଭ କରିଛି ମାଙ୍କ ମନସ୍କାମନା ପୂରଣ କରିବାର ସୁଯୋଗ ପାଇ। ଅଥଚ ସେ। ତେବେ ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ और लाइक और सब्सक्राइब कर दे। लाइक और नमस्कार।